ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀଙ୍କୁ ଝଟକା। ବେଶ୍ ଜାକଜମକ ଡିଜେ ସାଉଣ୍ଡ ବଜାଇ ପ୍ରଶଂସକ ଓ ଯାତ୍ରା ପ୍ରେମୀଙ୍କ ଗହଣରେ ବର୍ଷେ ପରେ ମଞ୍ଚକୁ ଚଢ଼ିଥିଲେ ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀ। ନାଟକ ତୁ ମୋ ବଜରଙ୍ଗୀ ଜରିଆରେ ଯାତ୍ରା ମଞ୍ଚରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ ଲୋକପ୍ରିୟ ଅଭିନେତା ପୀୟୁଷ। ହେଲେ ମଞ୍ଚକୁ ଚଢ଼ିବାର କେଇ ଘଣ୍ଟା ନ ଯାଉଣୁ ପୀୟୁଷକୁ ଲାଗିଛି ବଡ଼ ଝଟକା। ଏବେ ଯାତ୍ରା ମଞ୍ଚରେ ଅଭିନୟ କରିପାରିବେନି ପୀୟୁଷ। ଏମିତି ନିଷ୍ପତ୍ତି ଶୁଣାଇଛନ୍ତି ଭୁବନେଶ୍ୱର ସିଭିଲ କୋର୍ଟ। ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ବୁଧବାର ଶୁଣାଣି କରିଛନ୍ତି କୋର୍ଟ। ଆଉ ପୀୟୁଷକୁ ମଞ୍ଚରେ ଅଭିନୟ କରିବା ଉପରେ ରୋକ ଲଗାଇଛନ୍ତି ଭୁବନେଶ୍ୱର ସିଭିଲ କୋର୍ଟ। ପୀୟୁଷ ତ୍ରିପାଠୀଙ୍କ ଅଭିନୟ ଦେଖିବା ଦର୍ଶକ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବା ପାଇଁ ମିଳିଥିଲା। ହେଲେ ଭୁବନେଶ୍ୱର ସିଭିଲ ଜଜଙ୍କ ରାୟ ସବୁ ଓଲଟପାଲଟ କରିଦେଇଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଡିଜିଟାଲ।